ଖୋର୍ଦ୍ଧା ରେଳମଣ୍ଡଳ ଅନ୍ତର୍ଗତ ନିରାକାରପୁର ଷ୍ଟେସନଠାରେ ଆଞ୍ଚଳିକ ହିନ୍ଦୁ ସଂଗଠନ ସଭାପତି ପ୍ରସାଦ ଦାସଙ୍କ ଆବାହକତ୍ୱରେ ଷ୍ଟେସନ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା 30 ତାରିଖରେ ନିରାକାରପୁର ଷ୍ଟେସନରେ ନୂତନ ଭାବରେ ଅପ୍ ଆଣ୍ଡ ଡାଉନ୍ ପ୍ରଶାନ୍ତି ଏକ୍ସପ୍ରେସ ଚହଣୀକୁ ସ୍ୱାଗତ ଜଣାଇବା ପାଇଁ ଅଞ୍ଚଳର ସମାଜସେବୀ, ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଦୀନବନ୍ଧୁ କର, ନିରାକାରପୁର ସାମ୍ବାଦିକ ସଂଘର ସଭାପତି ଦୀପକ ପ୍ରଧାନ, 12 ନମ୍ବର ଭାଜପା ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛଟରାଜ, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂ, ଲେଣ୍ଡୁ ପଞ୍ଚାୟତ ସରପଞ୍ଚ ବିନୋଦିନୀ ଦାସ, ସିପିଏମ୍ ନେତା ବିଧୁଭୂଷଣ ମହାରଣା, ସ୍ଥାନୀୟ ଅଞ୍ଚଳର ଭାଜପା ବରିଷ୍ଠ ନେତା ବିଜୟ ଜୟସିଂ, ଇସ୍କଟ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ, ରାମଦୟା ପରିଷଦର ଯୁଗ୍ମ ସମ୍ପାଦକ ରାମନାଥ ଦାସ, ଯୁବ ନେତା ସୁକେଶ ସେନାପତି, ସନ୍ତୋଷ ତୋଳେ, ମାଧବ ପାଟସାଣୀ, ପିଣ୍ଟୁ ବେହେରା ଏବଂ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଯୁବଗୋଷ୍ଠୀ ଏହି ବୈଠକରେ ଯୋଗ ଦେଇଥିଲେ। ନୂତନ ଭାବରେ ଏକ କୋର୍ କମିଟି ଗଠନ କରାଗଲା। ଆସନ୍ତାକାଲି କୋର୍ କମିଟି ବୈଠକରେ କିଭଳି ଭାବରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରାଯାଇପାରିବ ନିଷ୍ପତ୍ତି ନିଆଯିବ ବୋଲି ଆବାହକ ପ୍ରସାଦ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିରାକାରପୁର ବାଲୁଙ୍କେଶ୍ୱର ଓଡ଼ିଶା ମୋବାଇଲ ଟିଭି।